ଶୁଣୁଛେ ଆଜି କିଛି ମନର କଥା କହିବା ପାଇଁ ଚାହିଁବି। ଏତେ ବଡ଼ ବାଦ ବିବାଦ ପରେ ଆଜିର ଏଇଠି ବହୁତ କଳାକାର ଭାଇ ଭଉଣୀ ମାନେ ଅଛନ୍ତି, ଯେଉଁମାନେ ମୋଠୁ ବଡ଼, ମୋଠୁ ବୟସରେ ସାନ ବି କିଛି ଅଛନ୍ତି। ଯେଉଁ ଘଟଣାଟି ମୋ ସାଙ୍ଗରେ ଘଟିଗଲା ତାହା ଯାତ୍ରାରେ ପ୍ରଥମ ନୁହେଁ, କିନ୍ତୁ ଏଇ ଘଟଣା ଯାତ୍ରାରେ ପ୍ରଥମ। ବାସ୍ ଏତିକି କହିବି ଏବଂ ସେ କଥାକୁ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିଲା ପରେ ମିଡ଼ିଆକୁ ଆଣନ୍ତୁ ଏବଂ ମିଡ଼ିଆ ଭାଇମାନଙ୍କୁ ବିଶେଷ ଅନୁରୋଧ କରିବି, ଯାତ୍ରା ବିଷୟରେ ନ୍ୟୁଜ୍ କରିବା ଆଗରୁ ପ୍ରଥମେ ଯାତ୍ରାଟିକୁ ଜାଣନ୍ତୁ। କାହିଁକିନା ମୁଁ ଏଇ କାଲି ଦେଖିଛି କାହ୍ନା ଭାଇ ଭାଇ ମୋ ଭାଇକି ଜଣେ ପ୍ରଶ୍ନ ପଚାରୁଥିଲେ ରିପୋର୍ଟର ଭାଇ, ପିୟୁଷ ଭାଇଙ୍କର ଆପଣ ଗୋଟିଏ ପାର୍ଟି ରହିଲେ କ'ଣ ହବ? ଏହା କେବେ ସମ୍ଭବ ନୁହଁ, କାହିଁକିନା ଗୋଟେ ଯାତ୍ରା ଅନୁଷ୍ଠାନ ଚାଲିବା ପାଇଁ ବହୁତ ଗୁଡ଼ାଏ କାଇଦା କଟକଣାର ଆବଶ୍ୟକତା ଅଛି। ଆପଣ ମିଡ଼ିଆ ଆଗରେ ୱିଥ୍ କ୍ୟାମେରା ବୁମ୍ ଲଗେଇକି ଜଣେ ଭାଇକି ପଚାରିବେ ଯେ ପିୟୁଷର ଆପଣଙ୍କର କମ୍ପିଟିସନରେ କିଏ ଜିତିବ, ଏଇଟା ନୁହଁ, ଏଇଟା ଗୋଟେ ସାମ୍ବାଦିକତାର ପ୍ରଶ୍ନ ନୁହଁ। ତେଣୁ ଆପଣମାନଙ୍କୁ ବିଶେଷ ଅନୁରୋଧ, କଳାକାରମାନଙ୍କୁ ଏମିତି ପ୍ରଶ୍ନ ପଚାରନ୍ତୁନି ଯାହାର ଉତ୍ତର ରଖିବା ପାଇଁ ଯାଇ ସେମାନେ ଆପଣଙ୍କ ଦ୍ୱାରା କଣ୍ଟ୍ରୋଭର୍ସିର ଶିକାର ହେବେ। ଧନ୍ୟବାଦ। ଜୟ ଜଗନ୍ନାଥ। ହିସାବ ହବ, ଗୋଟି ଗୋଟି କରି ସମସ୍ତଙ୍କର ହିସାବ ହବ, ଆଉ ହିସାବ ମୋ ବଜରଙ୍ଗୀ କରିବ। ଜୟ ଶ୍ରୀରାମ। ମଣିଷ ପଶୁ ହେଇଚ, ସେତେବେଳେ ଦଶମ ଅବତାର ପରେ ସୃଷ୍ଟି ହୁଏ ଆଉ ଗୋଟେ ଅବତାର, ଯାହାକୁ ଏ ଦୁନିଆ କହେ ଜାନୁଆର। ଭାଇରାଲ ନାଟକଟା ଥିଲା କଳା ଚାଲୁ ଅଛି ସଦାବେଳେ। ସେ ନାଟକ ହଠାତ୍ କ'ଣ ସେ ଡାଇଲଗଟା ଭାଇରାଲ ହେଇଗଲା, ମୁଁ ଜାଣିପାରିଲି ନାହିଁ। ତେଣୁ ସେ 4 ମାସ ପରେ ଭାଇରାଲ ହେଇଗଲା, ତା ଆଗରୁ ଟିକେ ହେଇଥିଲେ ତ ବେପାର ଭଲ ହେଇଥାନ୍ତା। ତେଣୁ ଯେଉଁମାନେ ଭାଇରାଲ କଲେ ସେମାନଙ୍କୁ ଅନୁରୋଧ, ପ୍ରତ୍ୟେକ ଯାତ୍ରା ପାର୍ଟିର ଭଲ ଭଲ ସଂବାଦ ଗୁଡ଼କୁ ଆପଣମାନେ ମିଡ଼ିଆରେ ପକେଇ ଦିଅନ୍ତୁ, ଡେରି କରନ୍ତୁନି, ଅଣଦେଖା କରନ୍ତୁନି। ସେଥିରେ ଗୋଟେ ନାଟକ ଥିଲା ଡାଇଲଗ, ମୋ ଭେଲେ ଭେଲେ ଭେଲେରି ଭୁଆ ଜମି ମାଫିଆକୁ ସଂସ୍କାରୀ ମଦୁଆ, ପାଠ ଶୁଣୁ ଗବଗାଣ୍ଡୁ, କିନ୍ତୁ ସହର ମଝିରେ ଗୋଟେ ବଡ଼ ୟୁନିଭର୍ସିଟି କରିଛି ଠିଆ। ଏମିତି ଡାଇଲଗ ମାରିଲେ ବହୁତ ଗୁଡ଼ାଏ ଡାଇଲଗ ଆସିବ, ତେଣୁ ଡାଇଲଗ କ'ଣ କହିବି। ଆଉ ଗୋଟେ ନାଟକ ମୋର ଥିଲା, ସେଟା ଭାରି ଲକଡାଉନ ପିରିୟଡ଼ରେ ଭଲ ହେଇଥିଲା, ବାବୁଲ ବରାଳ। ମୋ ବାବୁଲ ବରାଳ ହସିଲେ ବିଜୁଳି ଝଲମଲ, ଚାଲିଲେ ବସୁଧା ଦୀପା। କିଏ କହେ ବୁଲା, କିଏ କହେ ବାବୁଲା, ଆଉ କିଏ କହେ ବାର ବୁଲା, ହେଲେ ନାମ ବୁଲା, ନାମ ବାବୁଲା, ନାମ ବାର ବୁଲା। ମୁଁ ବାବୁଲ ବରାଳ, ହସିଲେ ବିଜୁଳି ଝଲମଲ, ଚାଲିଲେ ବସୁଧା ଦୀପା। ତେଣୁ ଏତିକି କହିବୁ। ଜୟ ଶ୍ରୀ ଜଗନ୍ନାଥ। ରାଧେ ରାଧେ।